ବର୍ତ୍ତମାନ ମୋଦିଙ୍କର ନୋଟିସ୍ ଆସି ପହଞ୍ଚିଛି ଯେ ସବୁ ବ୍ୟାଙ୍କରେ 2ଟି ନୂଆ ନିୟମ ଲାଗୁ ହେବ। ମୋଦିଙ୍କ ଅର୍ଡ଼ର। ତ କ'ଣ ରହିଛି 2ଟି ନୂଆ ନିୟମ? ତ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କରେ 2ଟି ନୂଆ ନିୟମ ଲାଗୁ ହୋଇଛି। ତ ଚାଲନ୍ତୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ତା ପୂର୍ବରୁ ଭିଡ଼ିଓକୁ ଯଦି ଲାଇକ୍ କରିନାହାନ୍ତି ତ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରି ରଖିଥାନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଭିଡ଼ିଓକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଆପଣଙ୍କର ଫ୍ରେଣ୍ଡ ସର୍କଲ୍, ଆପଣଙ୍କର ଫ୍ୟାମିଲି ମେମ୍ବର ସେମାନଙ୍କୁ ମଧ୍ୟ ସେୟାର କରିଦିଅନ୍ତୁ। ଚାଲନ୍ତୁ ବିନା କୌଣସି ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ବ୍ୟାଙ୍କରେ 2ଟି ନୂଆ ନିୟମ ଲାଗୁ ହୋଇଛି। 1ରେ ଆପଣ ଜଣେରୁ ଅଧିକ ବ୍ୟକ୍ତିଙ୍କୁ ନୋମିନ୍ କରିପାରିବେ। 1 ନଭେମ୍ବରରୁ ବ୍ୟାଙ୍କିଂ ନିୟମରେ ଏକ ବଡ଼ ପରିବର୍ତ୍ତନ ଆସୁଛି। ଆପଣ ଏବେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଲକର୍ ପାଇଁ ଜଣେରୁ ଅଧିକ ଲୋକଙ୍କୁ ମନୋନୀତ କରିପାରିବେ। ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଏକକାଳୀନ କିମ୍ବା ପୃଥକ ଭାବରେ 4 ଜଣଙ୍କୁ ନୋମିନ୍ କରିପାରିବେ। ଆଗରୁ କ'ଣ ହେଉଥିଲା, ଜଣେ ନୋମିନି ରହୁଥିଲେ, ଏବେ ଆପଣ ଅନ୍ୟମାନଙ୍କୁ ବି ନୋମିନ୍ କରିପାରିବେ। ଆପଣ ଜଣେରୁ ଅଧିକ ବ୍ୟକ୍ତିଙ୍କୁ ନୋମିନ୍ ମଧ୍ୟ କରିପାରିବେ। ଏହି ନୂତନ ବୈଶିଷ୍ଟ୍ୟ ଭବିଷ୍ୟତରେ ଦାବି ପ୍ରକ୍ରିୟାକୁ ଯଥେଷ୍ଟ ସରଳ କରିବ। ଆପଣ ଏକାଥରେ 4 ଜଣ ପର୍ଯ୍ୟନ୍ତକୁ ନାମାଙ୍କିତ ବ୍ୟକ୍ତିଙ୍କୁ ଯୋଡ଼ି ପାରିବେ ଏବଂ ପ୍ରତ୍ୟେକ ନାମାଙ୍କିତ ବ୍ୟକ୍ତିଙ୍କ ପ୍ରତିଶତ ନିର୍ଣ୍ଣୟ କରିପାରିବେ, କିମ୍ବା ପ୍ରଥମ ନାମାଙ୍କିତ ବ୍ୟକ୍ତିଙ୍କ ଅନୁପସ୍ଥିତିରେ ତୃତୀୟ ନାମାଙ୍କିତ ବ୍ୟକ୍ତି ଲାଭ ପାଇବେ ବୋଲି ମଧ୍ୟ ନିର୍ଦ୍ଦିଷ୍ଟ କରିପାରିବେ। ଏହି ନୂତନ ନିୟମ ଆପଣଙ୍କର ସଞ୍ଚୟ ଆକାଉଣ୍ଟ, ଜମା, ସୁରକ୍ଷିତ କଷ୍ଟଡି ଏବଂ ଲକର୍ ସେବା ପାଇଁ ପ୍ରଯୁଜ୍ୟ। କ୍ରମିକ ନାମାଙ୍କନ। ବ୍ୟାଙ୍କରେ ଟଙ୍କା ଜମା କରିବା କିମ୍ବା ଲକର୍ କିଣିବା ସମୟରେ ଆପଣ ଏକାଧିକ ନୋମିନ୍ ସୃଷ୍ଟି କରିପାରିବେ, 4 ଜଣ ପର୍ଯ୍ୟନ୍ତ। ଏହାକୁ କ୍ରମିକ ମନୋନୟନ କୁହାଯାଏ। ଏହି କ୍ଷେତ୍ରରେ ପ୍ରଥମ ମନୋନୟନକାରୀଙ୍କ ମୃତ୍ୟୁ ହେଲେ ଦ୍ୱିତୀୟ ମନୋନୟନ କାର୍ଯ୍ୟକାରୀ ହେବ। ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। ଆଗରୁ ଯେମିତି ଆପଣ ଜଣେ ନୋମିନି ରଖୁଥିଲେ, ଆଉ ସେ ନୋମିନି ଯଦି କିଛି ତାଙ୍କର ଭାଗ୍ୟବଶତଃ କିଛି ତାଙ୍କ ଅଘଟଣ ଘଟେ ବା ମୃତ୍ୟୁ ଘଟେ, ତ ଆପଣଙ୍କ ନୋମିନ୍ ଆଉ ଥରେ ହୋଇପାରିବ ନାହିଁ। ତ ବର୍ତ୍ତମାନ ସରକାର ନୂଆ ଯୋଜନା ଆଣିଛନ୍ତି ଯେ ଆପଣ ଜଣେରୁ 4 ଜଣ ପର୍ଯ୍ୟନ୍ତ ନୋମିନ୍ କରିପାରିବେ। ତ ଇଏ ବହୁତ ବଢ଼ିଆ ସୁବିଧା ରହିଛି। ତ ଚାଲନ୍ତୁ ଆଗକୁ କ'ଣ ରହିଛି ଜାଣିବା। ଏହା ନିଶ୍ଚିତ କରେ ଯେ ଆପଣଙ୍କ ଜମା କିମ୍ବା ଲକର୍ ବିଷୟବସ୍ତୁ ଆପଣଙ୍କ ପରେ ସୁଗମ ଏବଂ ସମୟ ମଧ୍ୟରେ ସଠିକ୍ ପ୍ରାପ୍ତକର୍ତ୍ତାଙ୍କ ପାଖକୁ ପଠାଯିବ। ତ ବନ୍ଧୁମାନେ, ସରକାର ଯେଉଁ ନିୟମ ଆଣିଛନ୍ତି ଇଏ କେତେ ବଢ଼ିଆ ନିୟମ। ଦେଖାଯାଉ ଇଏ କେଉଁ ଡେଟ୍ରେ ଡିକ୍ଲାରେସନ୍ କରୁଛନ୍ତି। ଆମେମାନେ ତ ମୁଁ ଖାସ୍ କରି ବହୁତ ଏକ୍ସାଇଟମେଣ୍ଟରେ ଅଛି। ଇଏ ନିୟମକୁ ଅପେକ୍ଷା କରିଛି କେବେ ନିୟମ ଆସୁଛି ଆଉ କେଉଁ ବ୍ୟାଙ୍କରେ ନିୟମ ଆଣିବାକୁ ଯାଉଛନ୍ତି। ତ ଆପଣମାନେ ଯଦି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରି ରଖିଥାନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ମୁଁ ଆପଣଙ୍କ ସାମ୍ନାରେ ଆଣିଥାଏ, ତ ଆପଣ ଦେଖିବା ପାଇଁ ସୁଯୋଗ ପାଇପାରିବେ। ତ ଆପଣଙ୍କର ଫ୍ରେଣ୍ଡ ସର୍କଲ୍, ଫ୍ୟାମିଲି ମେମ୍ବର ସେମାନଙ୍କୁ ମଧ୍ୟ ଅଧିକରୁ ଅଧିକ ସେୟାର କରିଦିଅନ୍ତୁ, ଯାହାକି ଫଳରେ ସେମାନେ ଦେଖିବାର ସୁଯୋଗ ମଧ୍ୟ ସେମାନେ ପାଇପାରିବେ। ତ ରହୁଛି, ଦେଖା ହେବ ଆଉ ଗୋଟେ ଏମିତିକା ନୂଆ ଭିଡ଼ିଓରେ। ଜୟ ଜଗନ୍ନାଥ।